ପ୍ରେମ କେତେବେଳେ ବି ହେଇପାରେ, କାହିଁକି ନା ସବୁ ଜିନିଷ ଉପରେ ଲଗାମ ଲଗାଯାଇପାରେ, କିନ୍ତୁ ହୃଦୟ ଉପରେ ନୁହେଁ। ସତ ବନ୍ଧୁତା ସବୁବେଳେ ସୁଖକୁ ଅଧିକ ଓ ଦୁଃଖକୁ ଅଧା କରିଥାଏ। ବହୁତ ଭାଗ୍ୟବାନ ହୋଇଥାନ୍ତି ସେହି ଲୋକ ଯାହାର ପ୍ରେମ ତାକୁ ଗୁରୁତ୍ୱ ଦେଉଥାଏ ଆଉ ଇଜ୍ଜତ ବି କରୁଥାଏ। ଅପେକ୍ଷା ତାକୁ ହିଁ କରିବା ଦରକାର ଯେ ତୁମକୁ ପ୍ରତି ମୁହୂର୍ତ୍ତ ଗୁଡ଼ିକର ମୂଲ୍ୟ ବୁଝିପାରେ। ଯାହା ହାସଲ ହୋଇପାରିନଥାଏ କେବଳ ସେ ହିଁ ସ୍ମୃତି ହୋଇ ରହିଯାଏ, ବାକି ତ ଏ ଜୀବନ ସବୁ କିଛି ଦେଇଥାଏ। ଯେଉଁ ସମ୍ପର୍କରେ ତୁମର ମୂଲ୍ୟ ନଥାଏ ସେହି ସମ୍ପର୍କ ଚୁପଚାପ ଛାଡ଼ିଦେବା ହିଁ ଭଲ। ଅଣନିଶ୍ୱାସୀ ଲାଗେ ଯେବେ କେହି ମନରେ ତ ଥାଏ ହେଲେ ସାଥିରେ ନୁହଁ। ଆପଣାର ଲୋକଟି ଯେତେବେଳେ ଏକା କରି ଚାଲିଯାଏ ହୃଦୟ ତ ନିଜକୁ ବୁଝେଇ ନିଏ, ହେଲେ ତା ପାଇଁ ଆଖିରୁ ଲୁହ ଝରିଯାଏ। ଆଖିକୁ ପସନ୍ଦ ଆସିଥିବା ଜିନିଷ କେବେ ଭାଗ୍ୟରେ ନଥାଏ। କୁହନ୍ତି ପ୍ରେମର ଆରମ୍ଭ ଆଖିରୁ ହୋଇଥାଏ। ବିଶ୍ୱାସ କର, ପ୍ରେମର ମୂଲ୍ୟ ଆଖିକୁ ବି ଦେବାକୁ ପଡ଼ିଥାଏ। ସମ୍ପର୍କ କେବେ ଦୂରତାରେ ଶେଷ ହୁଏ ନାହିଁ। ସମ୍ପର୍କ ଶେଷ ହୁଏ ଅହଙ୍କାର, ଅସମ୍ମାନ ଆଉ ବିଶ୍ୱାସଘାତକତା ପାଇଁ। ଲୁହକୁ ଜଣାଥାଏ ଆପଣାର କିଏ, ସେଥିପାଇଁ ତ ଲୁହ କେବଳ ନିଜ ଲୋକ ପାଇଁ ଝରିଥାଏ। ସମ୍ପର୍କ ଭାଙ୍ଗିଦେଲେ ପ୍ରେମ କେବେ ସରିଯାଏ ନାହିଁ। ହୃଦୟରେ ସେହିମାନେ ହିଁ ରୁହନ୍ତି ଯେ ଦୁନିଆ ଛାଡ଼ି ଦିଅନ୍ତି। ବୟସ କେତେ ବି ହୋଇଥାଉ, ଜୀବନ ସର୍ବଦା କିଛି ନା କିଛି ନୂଆ ଶିକ୍ଷା ଦେଇ ଚାଲିଥାଏ। ଜୀବନରେ ବେଳେବେଳେ ଏମିତି ହୁଏ ଯାହାକୁ ପାଇବାକୁ ପାଗଳ ହେଉ ସେ ଆଉ କାହାକୁ ଖୁସି କରିବାରେ ବ୍ୟସ୍ତ ଥାଏ। ପ୍ରେମରେ ସନ୍ଦେହ ଓ ରାଗ କେବଳ ସେ ହିଁ କରିଥାଏ ଯିଏ ଆପଣଙ୍କୁ କେବେ ହରେଇବାକୁ ଚାହୁଁନଥାଏ। ଯେଉଁଠି ତୁମକୁ ସମ୍ମାନ ଆଉ ସମୟ ମାଗିକି ମିଳିଥାଏ ସେହି ସମ୍ପର୍କରେ ରହିବା ବିଲକୁଲ ବି ଠିକ୍ ନୁହେଁ। ଅଧିକାଂଶ ମିଛ ଲୋକଙ୍କ କଥା ହିଁ ଆମକୁ ମିଠା ଲାଗିଥାଏ ଆଉ ସଚ୍ଚୋଟ ଲୋକଙ୍କ କଟୁ କଥା ପିତା ଲାଗିଥାଏ। ସେହି ସମୟରେ ବହୁତ କଷ୍ଟ ଲାଗେ ଯେତେବେଳେ ନିଜ ଲୋକଟି ଅନ୍ୟର କଥାକୁ ଗୁରୁତ୍ୱ ଦେଇ ନିଜ ଲୋକଙ୍କୁ ଅଣଦେଖା କରେ। କିଛି ଲୋକ ଆପଣଙ୍କୁ ଏଥିପାଇଁ ବି ଘୃଣା କରନ୍ତି କାରଣ ତୁମର ସଚ୍ଚୋଟ ବାଣୀ ତାକୁ ପିତା ଲାଗିଥାଏ। ନିଜ ଜୀବନରେ ଏମିତି ଲୋକଙ୍କୁ ପସନ୍ଦ କର ଯାହାର ହୃଦୟ ଚେହେରା ଠାରୁ ଅଧିକ ସୁନ୍ଦର ହୋଇଥିବ। ଯେଉଁ ମଣିଷ ଆପଣଙ୍କୁ ଥରୁଟିଏ ଧୋକା ଦେଇଛି ହୁଏତ ଆପଣ ତାକୁ କେତେ ବି କ୍ଷମା କରନ୍ତୁ, ଗୋଟିଏ ଦିନ ଆପଣଙ୍କୁ ପୁଣି ସେ ଧୋକା ଦେଇଥାଏ। କାହିଁକି ନା ମଣିଷର ରୂପ ତ ବଦଳିଯାଏ କିନ୍ତୁ ସ୍ୱଭାବ କେବେ ବଦଳି ନଥାଏ। କାହା ସହିତ ସମ୍ପର୍କ ଭାଙ୍ଗିବା ଆଗରୁ ଥରେ ସମ୍ପର୍କ ଆରମ୍ଭ ଦିନର କଥା ମନେ ପକାଅ, ଦେଖିବ ସେ ମଣିଷ ବହୁତ ନିଜର ଲାଗିବ। ଯେଉଁ ମଣିଷକୁ ଆମେ ସବୁଠାରୁ ଅଧିକ ଭରସା କରିଥାନ୍ତି ସେ ଆମକୁ ମିଛ କହିବା ପୂର୍ବରୁ ଥରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ବିଶ୍ୱାସ କର, ସେ ସତରେ ତୁମକୁ ବହୁତ ଭଲ ପାଉଛି। ଯେ ମୁହଁ ଦେଖି ତୁମ ପରିସ୍ଥିତିକୁ ଆକଳନ କରିପାରୁଛି, ତୁମକୁ କେବେ ସନ୍ଦେହ କରୁନାହିଁ ବରଂ ନିଜଠାରୁ ଅଧିକ ବିଶ୍ୱାସ କରୁଛି। ବିବାହ ସ୍ଥିର ହୋଇଥାଏ ସ୍ୱର୍ଗରୁ। ସଠିକ୍ ସମୟ ଆସିଲେ ଜୀବନ ସାଥୀ 7 ସମୁଦ୍ର 13 ନଈ ସେ ପାଖରେ ଥିଲେ ବି ପାଖରେ ଆସି ପହଞ୍ଚିଯାଏ ଯେକୌଣସି ବାହାନାରେ। ମିଛ ସମସ୍ତଙ୍କର ପ୍ରିୟ, ଏହା ଅଲଗା କଥା କି କେହି ଏହାକୁ ମାନନ୍ତି ନାହିଁ, କାରଣ ସତ କହିବାର ଏବଂ ସତ ଶୁଣିବାର ସତ୍ସାହସ ସମସ୍ତଙ୍କ ପାଖରେ ନାହିଁ। ସମ୍ମାନ କି ପ୍ରତିଷ୍ଠା ଏମିତି ମିଳିଯାଏ ନାହିଁ, ସେହିଭଳି କାମ କରିବାକୁ ପଡ଼ିଥାଏ। ସେହିପରି ସୌଭାଗ୍ୟ ଏମିତି ମିଳିଯାଏ ନାହିଁ, ତା ପାଇଁ ନିଜ ଭାଗ୍ୟକୁ ନିଜେ ଗଢ଼ିବାକୁ ପଡ଼ିଥାଏ। କିଛି ଲୋକ କୋଇଲା ପରି ହୋଇଥାନ୍ତି, ସେମାନଙ୍କୁ ଯେତେଥର ସୁଯୋଗ ଦେଲେ ମଧ୍ୟ ସେମାନେ ଧୋକା ଦେବାର କୌଣସି ବି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ସମୟ ଏହା ଶିଖାଏ ଯେ ଜୀବନ କାହାକୁ ଅପେକ୍ଷା କରେ ନାହିଁ କିମ୍ବା କାହା ପାଇଁ ରୁହେ ନାହିଁ, ତେଣୁ ସମୟ ସହିତ ଆଗକୁ ବଢ଼ିବା ନିହାତି ଆବଶ୍ୟକ। ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ।
ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ପୃଥିବୀର ଜଣେ ଅତିଥି, ମାଲିକ ନୁହେଁ। ସମୟ କଥା କହିନଥାଏ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ନିଶ୍ଚୟ କହିଦେଇଥାଏ। ମନୁଷ୍ୟର ଜୀବନ ହେଉଛି ବହିଗଲା ନଦୀ ପରି। ସମୟ, ବୟସ, ରୂପ, ଯୌବନ, ମୃତ୍ୟୁ କେବେ କାହାକୁ ଅପେକ୍ଷା କରେ ନାହିଁ। ଜୀବନ ଓ ମୃତ୍ୟୁ ପଥରେ କର୍ମ ହିଁ ଆନନ୍ଦ। କାମନାର ବିନାଶରେ ଦୁଃଖର ବିନାଶ। କିନ୍ତୁ ଆଜିର ମନୁଷ୍ୟ ଯେତେ ପାଇଲେ ମଧ୍ୟ ଖୁସି ନାହିଁ କି କାମନାର ଅନ୍ତ ନାହିଁ। କେବେ ଶୁଖିଲା ଗଛରେ ହଲୁଥିବା ପତ୍ରକୁ ଦେଖିଛ? ଜୋରରେ ପବନ ବହିଲେ ସେ ଅନେକ ସଂଘର୍ଷ କରେ, ଶେଷରେ ଝଡ଼ି ପଡ଼େ। ଜୀବନଟା ବି ଠିକ୍ ସେମିତି ବନ୍ଧୁ। ମାଟିଏ ତା ପିଲାର ଭବିଷ୍ୟତ ପାଇଁ ସବୁ କିଛି ସହିପାରେ, ମାତ୍ର ଭୁଲରେ ପିଲା ଆଖିର ଲୁହ ଓ ପିଲା ପେଟର ଭୋକ ଦେଖି ସହିପାରେ ନାହିଁ। ମା' ଠାରୁ ଅଧିକ ତ୍ୟାଗ କେହି କେବେ ବି କରିପାରିବେ ନାହିଁ। ଆଉ ଯଦି କେହି କରୁଛି, ବୁଝିନେବେ ନିଶ୍ଚୟ କିଛି ସ୍ୱାର୍ଥ ଅଛି। ପେଟରେ ଯଦି ଭୋକ ନଥାନ୍ତା, ମନରେ ଯଦି ଧନ, ଜନ ଆଉ ସମ୍ପତ୍ତି ପ୍ରତି ଆସକ୍ତି ନଥାନ୍ତା, ତେବେ ସଂସାରରେ କିଛି ଦୁଃଖ ବି ନଥାନ୍ତା। ପଇସା ସବୁ ସମସ୍ୟାର ସମାଧାନ ହେଇନଥାଏ। ବେଳେବେଳେ ଏମିତି କିଛି ପରିସ୍ଥିତି ଆସେ ଯେଉଁଠି ପଇସା ଥାଇ ବି ତାର କିଛି ମୂଲ୍ୟ ନାହିଁ। ଏ କଳି ଯୁଗ, ଯିଏ ଟିକେ ବଡ଼ ହୋଇଯାଏ ସିଏ ପ୍ରଥମେ ତାଙ୍କୁ ହିଁ ଛୋଟ କରିଦିଏ, ଯାହା କାନ୍ଧରେ ସିଏ ପାଦ ରଖି ବଡ଼ ହୋଇଥାଏ। ଯଦି ପାରୁଛ କାହାର ହୃଦୟ ଜିତିକି ଦେଖାଅ। ମିଠା ମିଠା କଥା କହି ଏଠି ମିଛ ବିଶ୍ୱାସ ଜିତିବା ଲୋକ ଅନେକ ଅଛନ୍ତି। ଲୋକଙ୍କର କ'ଣ ଅଛି? କଥା କହି ନିଆଁ ଜଳାଇବା ପରେ ପାଣି ଢାଳିବାର ମିଛ ଅଭିନୟ କରି ଏକଥା କୁହନ୍ତି, ମୋର କହିବାର ଅର୍ଥ ତାହା ନଥିଲା। କେବଳ ଟାଇମ୍ ପାସ୍ କରିବା ପାଇଁ ସମ୍ପର୍କ ଯୋଡ଼ ନାହିଁ, ସମ୍ପର୍କ ରଖିବା ପାଇଁ ଟାଇମ୍ ବାହାର କର। ରାଗକୁ ମନରେ ଜାଗା ଦେଲେ ସମ୍ପର୍କ ନଷ୍ଟ ହୁଏ। ଅଭିମାନକୁ ମନରେ ବାନ୍ଧି ରଖିଲେ ଦୂରତ୍ୱ ସୃଷ୍ଟି ହୁଏ। ସବୁ ଭୁଲି କ୍ଷମା କରିଦେଲେ ସମ୍ପର୍କ ପୂର୍ବ ଭଳି ସ୍ଥାୟୀ ରୁହେ। ଯାହାକୁ ତୁମେ ଅଧିକ ଭଲ ପାଉଛ, ବାସ୍ ତାଙ୍କଠାରୁ ଅଧିକ ଆଶା ରଖ ନାହିଁ। କାରଣ ଧୋକା ଭଲ ପାଇବା ଦେଇନଥାଏ, ଧୋକା କରାଯାଇଥିବା ଆଶା ଦେଇଥାଏ। ସମ୍ପର୍କ 2 ବର୍ଷର ହେଉ ବା 2 ଦିନର, ବିଶ୍ୱାସ ନ ରହିଲେ ସେ ସମ୍ପର୍କର କିଛି ମୂଲ୍ୟ ନାହିଁ। ଏ ଦୁନିଆର ଲୋକ ବହୁତ ଅଜବ। ମନ ଦୁଃଖ କରି ତୁମ କଥା ଶୁଣନ୍ତି ଆଉ ହସି ହସି ଅନ୍ୟକୁ କୁହନ୍ତି। ମଣିଷର ଭଲ କର୍ମରେ ସମସ୍ତେ ଚୁପ୍ ରୁହନ୍ତି, କିନ୍ତୁ ଖରାପ କର୍ମରେ ମୁକ ବି କଥା କହିଥାଏ। ଭଗବାନଙ୍କୁ ନ ଡର ପଛେ, କିନ୍ତୁ ନିଜ କର୍ମକୁ ଡର, କାରଣ କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡ଼ିଛି। ଦୂରେଇ ଯାଅ ଏମିତି ବନ୍ଧୁଠାରୁ, ଯିଏ କେବଳ ସ୍ୱାର୍ଥ ପଡ଼ିଲେ ମନେ ପକାନ୍ତି, ପୁଣି ସ୍ୱାର୍ଥ ସରିଗଲେ ଏମିତି ଅଲଗା କରିଦିଅନ୍ତି ଯେମିତି ଘିଅରୁ ମାଛିକୁ ଅଲଗା କରାଯାଏ। ସବୁକିଛି ଆମ କର୍ମ ଉପରେ ନିର୍ଭର କରେ, ତେଣୁ ସର୍ବଦା ନିଜର କର୍ମ ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ। କାହା କଥାକୁ ଭ୍ରୂକ୍ଷେପ ନ କରି ସମାଜର ମଙ୍ଗଳ ପାଇଁ କର୍ମ କରିଚାଲନ୍ତୁ।